ସେମାନେ ସକାଳୁ ଅପେକ୍ଷା କରିଥିଲେ। ଘର ଭିତର ଓ ବାହାର ଲୋକାରଣ୍ୟ। ଆଜି ତାଙ୍କୁ ଘର ଭିତରେ ପ୍ରବେଶ କରିବାକୁ ହେବ। ଘରଟି ମଧ୍ୟମ ଧରଣର, ଛାତରେ ଟାଇଲ ପଡ଼ିଛି। ଘର ବାହାରେ କେତୋଟି ଗଛ ଅଛି। ଗଛ ଉପରେ ମଧ୍ୟ ଲୋକ। ଘରକୁ ଜଣେ ବ୍ୟକ୍ତି ଆସିଛନ୍ତି। ଆଶ୍ଚର୍ଯ୍ୟ ତାଙ୍କର କ୍ଷମତା। ସେ ମୁଖରେ ଈଶ୍ୱରଙ୍କ ବାକ୍ୟ କହୁଥିଲେ। ରୋଗୀ, ଅନ୍ଧ, ଖଞ୍ଜ ଓ ପଙ୍ଗୁମାନଙ୍କୁ ସେ ସୁସ୍ଥ କରିଦେଉଥିଲେ। ଲୋକେ କହନ୍ତି ତାଙ୍କର ନାମ ଯୀଶୁ। ରୋଗୀମାନଙ୍କୁ ସୁସ୍ଥ କରିବା ହିଁ ତାଙ୍କର ପ୍ରଧାନ କାର୍ଯ୍ୟ। ସେ ମୃତମାନଙ୍କୁ ମଧ୍ୟ ଜୀବନ ଦାନ କରୁଛନ୍ତି। ତେବେ ଆମର ପଙ୍ଗୁ ଅବସ୍ଥାରେ ଥିବା ମିଖାଏଲ ଚାଚାଙ୍କୁ କ'ଣ ସେ ବଞ୍ଚେଇ ପାରିବେନି? ନିଶ୍ଚୟ ପାରିବେ। କିନ୍ତୁ ତାଙ୍କ ପାଖକୁ କିପରି ଯିବା? ସେ ତ ବିଛଣାରୁ ଉଠି ପାରୁନାହାନ୍ତି। ସେମାନେ ସିଧାସଳଖ ଖଟଟିକୁ ଚାରିପାଖରେ 4ଟି ଦଉଡ଼ି ଦ୍ୱାରା ଛାତ କଣା କରି ଯୀଶୁ ଯେଉଁଠାରେ ଥିଲେ ସେହି ସ୍ଥାନକୁ ଖସେଇ ଦେଲେ। ଲୋକମାନେ ପାଟି କଲେ, ତୁମାନେ ଏ କ'ଣ କରୁଛ? କିନ୍ତୁ ସେମାନେ ମିଖାଏଲ ଚାଚାଙ୍କୁ ଖଟିଆ ସହିତ ଛାତ ବାଟେ ଯୀଶୁଙ୍କ ସମ୍ମୁଖକୁ ଖସାଇ ଦେଲେ। ଯୀଶୁ ତାଙ୍କୁ ଦେଖିଲେ। ମୁଖରେ ଆଗ୍ରହ। ଏକ ପଙ୍ଗୁ ରୋଗୀ। ଯୀଶୁ ତାଙ୍କୁ ସ୍ପର୍ଶ କରି କହିଲେ, ତୁମେ ସୁସ୍ଥ ହେଲ। ମିଖାଏଲ ଚାଚା ଧୀରେ ଧୀରେ ଉଠିଲେ, ଖଟିଆରୁ ଓହ୍ଲାଇଲେ। ସେ ସୁସ୍ଥ। ଏହା କି ସମ୍ଭବ? ସେଇ ଗୃହରେ ଥିବା ସମସ୍ତ ଲୋକ ଆଚମ୍ବିତ ହୋଇଗଲେ। ସେମାନେ ଜୟଧ୍ୱନି କରିବା ପରିବର୍ତ୍ତେ ନୀରବ ହୋଇଗଲେ। ତେବେ ବନ୍ଧୁଗଣ, ଆସନ୍ତୁ ଆମେ ତାହେଲେ ଜୟଧ୍ୱନି କରିବା।